তৎসবিতুর্বরেণ্যং ভর্গো দেবস্য ধীমহি ধিয়ো यो নঃ প্রচোদয়াৎ। ওম মা গায়ত্রী দেবীভ্ୟୋ নমঃ। ଆସନ୍ତୁ ଜାଣିବା ଗାୟତ୍ରୀ ମନ୍ତ୍ରର ସମ୍ପୂର୍ଣ୍ଣ ବ୍ୟାଖ୍ୟା। ଓମ୍ ପରଂ ବ୍ରହ୍ମର ଆବିର୍ବାଚ୍ୟ ଶବ୍ଦ ଭୋ, ଭୋ ଲୋକ, ଭ୍ରୁବ ଅନ୍ତରିକ୍ଷ ଲୋକ, ସ୍ୱ ସ୍ୱର୍ଗ ଲୋକ, ତତ୍ ପରମାତ୍ମା ବା ବ୍ରହ୍ମ, ସବିତ ଈଶ୍ୱର ଅଥବା ସୃଷ୍ଟିକର୍ତ୍ତା, ବରେଣ୍ୟ ପୂଜନୀୟ, ଭର୍ଗ ଅଜ୍ଞାନ ଅଥବା ପାପର ନିବାରକ, ଦେବସ୍ୟ ଜ୍ଞାନ ସ୍ୱରୂପ ଭଗବାନଙ୍କର, ଧୀମହି ଆମେ ଧ୍ୟାନ କର, ଧିଓ ବୁଦ୍ଧ ବା ପ୍ରଜ୍ଞା, ୟ ମାନେ ଯେ, ନ ଆମର, ପ୍ରଚୋଦୟା ପ୍ରକାଶିତ କରନ୍ତି। ଅର୍ଥ ଆମେ ଈଶ୍ୱରଙ୍କର ମହିମାର ଧ୍ୟାନ କରୁ ଯେ ଏହି ସଂସାରକୁ ଉତ୍ପନ୍ନ କରିଛନ୍ତି, ଯେ ପୂଜନୀୟ ଅଟନ୍ତି, ଯେ ଜ୍ଞାନର ଭଣ୍ଡାର ଅଟନ୍ତି, ଯେ ପାପ ତଥା ଅଜ୍ଞାନକୁ ଦୂର କରନ୍ତି, ସେ ଆମକୁ ପ୍ରକାଶ ରଖନ୍ତୁ ଏବଂ ଆମକୁ ସତ୍ପଥରେ ଘେନି ଯାଆନ୍ତୁ। ସେ ପ୍ରକାଶ କଣ? ବର୍ତ୍ତମାନ ତୁମର ଦେହାଧ୍ୟାସ ଅଛି, ଏଣୁ ତୁମର ବୁଦ୍ଧି ମଧ୍ୟ ସେହିପରି ସ୍ଥୂଳ ରହିଛି, ଯେଉଁଥିପାଇଁ କି ଈଶ୍ୱରକୁ ତୁମେ ସବୁ କିଛି ମନେ କରୁଛ, ଆତ୍ମାକୁ ତୁମେ ଚିହ୍ନି ପାରୁନାହ। ବର୍ତ୍ତମାନ ତୁମେ ଦେବମାତା ଗାୟତ୍ରୀଙ୍କୁ ପ୍ରାର୍ଥନା କରୁଛ କି ସେ ତୁମକୁ ଶୁଦ୍ଧ ସଦ୍ବୁଦ୍ଧି ପ୍ରଦାନ କରନ୍ତୁ, ଯାହାକି ତୁମକୁ ଅହଂ ବ୍ରହ୍ମାସ୍ମିର ବୁଦ୍ଧ କରାଇବାକୁ ସମର୍ଥ ହେବ। ଅହଂ ବ୍ରହ୍ମାସ୍ମିର ଅର୍ଥ ମୁଁ ବ୍ରହ୍ମ ଅଟେ। ଗାୟତ୍ରୀର ଏହା ଅଦ୍ୱିତୀୟ ବିଭାଜକ ଅର୍ଥ ଅଟେ। ଓମ୍ ଭୂର୍ଭୁବଃ ତତ୍ ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି। ଏହି ଏହି 9 ଗାୟତ୍ରୀ ମନ୍ତ୍ରର ନାମ ଅଟନ୍ତି ଏବଂ ଏହି 9 ନାମ ଦ୍ୱାରା ଈଶ୍ୱରଙ୍କର ପ୍ରଶଂସା ହୋଇଥାଏ। ଧୀମହି ଈଶ୍ୱରଙ୍କର ପୂଜା ଅଥବା ଧ୍ୟାନ ଆଡ଼କୁ ସଂକେତ କରେ। ଧିଓ ୟୋ ନଃ ପ୍ରଚୋଦୟାତ୍ ଏହା ପ୍ରାର୍ଥନା ଅଟେ। ଏଥିରେ 5 ସ୍ଥାନରେ ବିଶ୍ରାମ ଥାଏ। ଓମ୍ ପ୍ରଥମ ବିଶ୍ରାମ, ଭୂର୍ଭୁବଃ ଦ୍ୱିତୀୟ ବିଶ୍ରାମ, ତତ୍ସବିତୁର୍ବରେଣ୍ୟଂ ତୃତୀୟ, ଭର୍ଗୋ ଦେବସ୍ୟ ଧୀମହି ଚତୁର୍ଥ ଏବଂ ଧିଓ ୟୋ ନଃ ପ୍ରଚୋଦୟାତ୍ ପଞ୍ଚମ ବିଶ୍ରାମ ଅଟେ। ଜପ କଲାବେଳେ ପ୍ରତ୍ୟେକ ବିଶ୍ରାମରେ କ୍ଷଣ କାଳ ରହିବା ଉଚିତ। ଗାୟତ୍ରୀ ମନ୍ତ୍ରର ଦେବତା ସବିତା ଅଟେ। ଅଗ୍ନି ତାହାର ମୁଖ, ବିଶ୍ୱାମିତ୍ର ତାହାର ଋଷି ଏବଂ ଗାୟତ୍ରୀ ତାହାର ଛନ୍ଦ ଅଟେ। ଏହି ମନ୍ତ୍ରର ଉଚ୍ଚାରଣ ଯଜ୍ଞ, ପବିତ୍ର ସଂସ୍କାର, ପ୍ରାଣାୟାମ ଏବଂ ଜପ ଇତ୍ୟାଦି ସମୟରେ କରାଯାଇଥାଏ। ଗାୟତ୍ରୀକୁ ସନ୍ଧ୍ୟା କୁହାଯାଏ ତଥା ସନ୍ଧ୍ୟାର ଅର୍ଥ ହିଁ ଗାୟତ୍ରୀ ଜପ ଅଟେ। ସନ୍ଧ୍ୟା ଏବଂ ଗାୟତ୍ରୀ ଏକ ଅଟେ। ସେ ଗାୟତ୍ରୀର ଧ୍ୟାନ କରେ, ପ୍ରକୃତରେ ସେ ବିଷ୍ଣୁ ଭଗବାନଙ୍କର ହିଁ ଧ୍ୟାନ କରୁଥାଏ। ବିଷ୍ଣୁ ଭଗବାନ ହିଁ ସଂସାରର ଦେବତା ଅଟନ୍ତି। ମନୁଷ୍ୟ ଗାୟତ୍ରୀ ମନ୍ତ୍ରର ଜପ ସର୍ବଦା କରିପାରେ। ଏପରିକି ଶୋଇବା, ବସିବା, ଚାଲିବା ବେଳେ ମଧ୍ୟ ଜପ କରାଯାଇପାରେ। ଏଥିରେ କୌଣସି ନିୟମର ବନ୍ଧନ ନାହିଁ, ଯାହାର ପାଳନ ନ କଲେ ତୁମକୁ ପାପ ଲାଗିବ। ପ୍ରତ୍ୟହ ସନ୍ଧ୍ୟାରେ ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ। କେବଳ ଗାୟତ୍ରୀ ମନ୍ତ୍ର ଏପରି ଏକ ମନ୍ତ୍ର ଯାହାକୁ ଯେକୌଣସି ଦେବତାର ଉପାସକ ହେଉ ବା ହେଉ ନା କାହିଁକି ହିନ୍ଦୁମାନେ ହିଁ ଜପ କରିଥାନ୍ତି। ବେଦର ଭଗବାନ କହିଛନ୍ତି କି ସମସ୍ତଙ୍କ ପାଇଁ ଏକ ମନ୍ତ୍ର ହେବା ଉଚିତ। ସମାନ ମନ୍ତ୍ର ଅତ ଗାୟତ୍ରୀ ମନ୍ତ୍ର
ମନ୍ତ୍ର ହିଁ ପ୍ରତ୍ୟେକ ହିନ୍ଦୁର ଜପନୀୟ। ଉପନିଷେଦରେ ବର୍ଣ୍ଣିତ ଅଛି ଯେ ଗାୟତ୍ରୀ ଚାରି ବେଦର ସାର ଅଟେ। ସେହିପରି ତିନି ବ୍ୟାହୃତି ସହିତ ଗାୟତ୍ରୀ ମନ୍ତ୍ର ଉପନିଷଦର ସାର ଅଟେ। ଯେଉଁ ବ୍ୟକ୍ତି ଗାୟତ୍ରୀ ମନ୍ତ୍ରର ମହିମାକୁ ତତ୍ତ୍ୱ ଜାଣିବା ବା ବୁଝିବା କେବଳ ସେ ହିଁ ବ୍ରାହ୍ମଣ ଅଟେ ଯେ ବୁଝିଛି। ଏହି ଜ୍ଞାନ ବିନା କୌଣସି ବ୍ରାହ୍ମଣ ଚାରି ବେଦରେ ପଣ୍ଡିତ ହେଲେ ମଧ୍ୟ ଶୂଦ୍ର ଅଟନ୍ତି। ଜୟ ଜଗନ୍ନାଥ।